8 ମାସ ହୋଇନି ରାସ୍ତାର ଅବସ୍ଥା ଶୋଚନୀୟ। ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ପାଇଁ ପିଚୁ ରାସ୍ତା ଭାଙ୍ଗି ଆଣ୍ଠୁଏ ଖାଲ। ଅନୁଗୁଳ ଜିଲ୍ଲା ପାଲହଳା ବ୍ଲକ ଝାରବେଡ଼ା ପଞ୍ଚାୟତ ଜମ୍ବୁଆ ଗାଁଠାରୁ ରଗଡ଼ାକୁ ସଂଯୋଗ କରୁଥିବା ରାସ୍ତାକୁ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କ ଅନୁଦାନରୁ 2023-24 ଆର୍ଥିକ ବର୍ଷରେ ସରକାର 1,26,54,000 ଟଙ୍କା ମଞ୍ଜୁର କରିଥିଲେ। 1.660 କିମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତାର କାର୍ଯ୍ୟ ଶେଷ ହେବାକୁ 8 ମାସ ନ ପୂରୁଣୁ ପିଚୁ ରାସ୍ତା ଭାଙ୍ଗି ଆଣ୍ଠୁଏ ଆଣ୍ଠୁଏ ପାଣି ଜମିବା ସହିତ ରାସ୍ତାର ପ୍ରାୟ ଜାଗାରେ ଦବିବା ସହିତ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଯାତାୟାତରେ ବାଧା ଉପୁଜୁଥିବାରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। 8 ମାସର ରାସ୍ତାକୁ ରକ୍ଷଣାବେକ୍ଷଣରେ ଥିବା 5 ବର୍ଷର 5 ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲେ ଅବଶିଷ୍ଟ ବର୍ଷରେ କେଉଁଠୁ ଟଙ୍କା ଆସିବ ବୋଲି ଚର୍ଚ୍ଚାରେ ଲାଗି ରହିଛନ୍ତି। ଏହି ପ୍ରଶ୍ନ ଉଠୁଛି, କାର୍ଯ୍ୟ ଦାୟିତ୍ୱରେ ଥିବା ଗ୍ରାମ ଉନ୍ନୟନ ଡିଭିଜନର ସରକାରୀ ବାବୁମାନେ କ'ଣ କରୁଥିଲେ ଯେ କାର୍ଯ୍ୟ କରୁଥିବା ଠିକାଦାରମାନେ ଦିନ ଦ୍ୱିପ୍ରହରେ ଅତି ନିମ୍ନମାନର କାମ କରି ସରକାର ରାଜକୋଷରୁ ଲକ୍ଷାଧିକ ଟଙ୍କାକୁ ଠକି ନେଇଯାଇଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଯଥାଶୀଘ୍ର ରାସ୍ତା ମରାମତି କରିବା ସହିତ ଠିକାଦାର ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଅନେକ ଥର ଚେଷ୍ଟା ପରେ ମଧ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇପାରିନଥିବା ବେଳେ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ। ଆମର ବିଶ୍ୱାସ, ବିଭାଗୀୟ ଅଧିକାରୀ ଲୋକଙ୍କ ଅଭିଯୋଗର ପ୍ରତିକ୍ରିୟା ନିହାତି ରଖିବେ ଏବଂ ଆଇନ କାର୍ଯ୍ୟାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଦିଲ୍ଲୀପ କୁମାର ବିଶ୍ୱାଳଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି।